ନାଇଁ ଦେଖନ୍ତୁ ନବୀନ ବାବୁଙ୍କର ଇଚ୍ଛା ହଉଛି ସର୍ବୋପରି ଅବହ ଅଲ୍ ଏବଂ ଆମ ଦଳର ସର୍ବମାନ୍ୟ ଏବଂ ସର୍ବୋଚ୍ଚ ନେତା ହେଉଛନ୍ତି ନବୀନ ବାବୁ। ନବୀନ ବାବୁଙ୍କ ଆଦେଶ ହଉଛି ଶ୍ରୀରାମଙ୍କ ଆଦେଶ ଏବଂ ତାକୁ ହନୁମାନ ଭଳି ସମସ୍ତେ ମାନିଛନ୍ତି, ମାନିବେ, ଅନୁପାଳନ କରିବେ। ଏବଂ ଯୋଉ ସୁଜାତା ରାଉତ ମହୋଦୟାଙ୍କ କଥା ଆପଣ କହୁଛନ୍ତି, ଦେଖନ୍ତୁ ନବୀନ ବାବୁ ଅତୀତରେ ମଧ୍ୟ ଅନେକ ମହିଳାଙ୍କୁ ଆଗକୁ ଆଣିଛନ୍ତି, ଅଗ୍ରାଧିକାର ଦେଇଛନ୍ତି ଏବଂ ପ୍ରାଧାନ୍ୟ ଦେଇଛନ୍ତି ଏବଂ ମହିଳା ସଶକ୍ତିକରଣର ଅଗ୍ରଜ, ମହିଳା ସଶକ୍ତିକରଣର ଜନକ କହିଲେ ଅତ୍ୟୁକ୍ତି ହେବନି ନବୀନ ବାବୁ। ଏବଂ ଯାହାଙ୍କ ବିଷୟରେ ଆମେ ଆଲୋଚନା କରୁଛୁ, ସୁଜାତା ରାଉତ ମହୋଦୟା ଜଣେ ଓଡ଼ିଆ ଉଚ୍ଚ ଶିକ୍ଷିତ ଝିଅ, ଯିଏକି ତାଙ୍କର ଗୋଟେ ପ୍ରୁଭେନ୍ ଟ୍ରାକ୍ ରେକର୍ଡ ରହିଛି। ଯୋଉଠିକି ଯାଇଛନ୍ତି ଗୋଟେ ପ୍ରୁଭେନ୍ ପରଫର୍ମର, ସେ ଯୋଉଠିକି ସେ ଯାଇଛନ୍ତି। ଆପଣ ଯୋଉ ଆଜି ଡବଲ ଇଞ୍ଜିନ କଥା ଉଠୁଛି, ମିଶନ ଶକ୍ତି ହଉଛି ରିଏଲ ଡବଲ ଇଞ୍ଜିନ। ଗୋଟେ ଘରୁ ଘରେ ଯଦି ଡବଲ ଇଞ୍ଜିନ କୋଉଠି ସୃଷ୍ଟି ହେଇଥିଲା ତାହେଲେ ସେ ହେଲା ମିଶନ ଶକ୍ତି। 70 ଲକ୍ଷ ମହିଳାଙ୍କୁ ଯୋଉ ସଶକ୍ତିକରଣ କରାଯାଇଥିଲା, ମହିଳାଙ୍କର ସ୍ୱାବଲମ୍ବୀ କରାଯାଇଥିଲା। ପୁରୁଷଟିଏ ରୋଜଗାର କରିବ, ମହିଳାଟିଏ ରୋଜଗାର କରିବ, ଏଇଟା ହେଲା ପ୍ରକୃତ ଡବଲ ଇଞ୍ଜିନ। ଆପଣ ଦେଖନ୍ତୁ ଯେତେବେଳେ ସିଏ ସୁନ୍ଦରଗଡ଼ ଗଲେ, ସେଠି ଦେଖିଲେ ଛାତ୍ରଛାତ୍ରୀ ମାନଙ୍କର କୁପୋଷଣର ଶିକାର ହଉଛନ୍ତି। ସେଠି ମାଲନରିଶମେଣ୍ଟ ଅଛି, ତୁରନ୍ତ ସେଠି ମିଡ୍ ଡେ ମିଲ୍ରେ ଅଣ୍ଡା ଆଡ୍ କଲେ, କୁପୋଷଣ ସମ୍ପୂର୍ଣ୍ଣ ଭାବରେ ସେଠୁ ଉଭାନ ହେଇଗଲା। ଏବଂ ତା ପରବର୍ତ୍ତୀ ସମୟରେ ମୋବିଲିଟି ଇଜ୍ ଏମ୍ପାୱାରମେଣ୍ଟ କରିକି ଯୋଉ ବିଶେଷ କରିକି ଝିଅମାନଙ୍କୁ ସାଇକେଲ ଦେବା ଏବଂ ମମତା ଯୋଜନା ଯୋଉ ଘରେ ଘରେ ସେ ସମୟରେ ଆଲୋଚନାର ବିଷୟ ହେଇଥିଲା ନବୀନଙ୍କ ସମୟରେ। ମମତା ଯୋଜନାର ଯୋଉ ପରିକଳ୍ପନା, ତାର ବ୍ରେନ୍ ଚାଇଲ୍ଡ ଇଏ ସୁଜାତା ମ୍ୟାଡାମ। ନିଶ୍ଚିତ ଭାବରେ ଯଦି ଏଇଭଳି ଉଚ୍ଚଶିକ୍ଷିତା ମହିଳା ଆସିବେ ଦଳକୁ, ଦଳରେ ନବୀନ ବାବୁ ତାଙ୍କୁ ଦାୟିତ୍ୱ ଦେବେ, ଆମେ ତାଙ୍କୁ ମନ ପ୍ରାଣ ଦେଇକି ନିଶ୍ଚିତ ଭାବରେ ଆମେ ତାଙ୍କୁ ସ୍ୱାଗତ କରିବା ଏବଂ ଇଏ ନିଶ୍ଚିତ ଭାବରେ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହେବ। ଏବଂ ବର୍ତ୍ତମାନ ପରିସ୍ଥିତିରେ ବିଶେଷ କରି ଯୋଉଭଳି ଭାବରେ ମା ମାନେ ଆଜି ମହିଳା ମାନେ ଏ ସରକାର ସମୟରେ ମାନେ ପୀଡ଼ିତ ଅବସ୍ଥାରେ ଅଛନ୍ତି, ସବୁ ମହିଳା ମାନେ ହିଁ ଭିକ୍ଟିମ। ଆଜି ମାଟିଏ ତା ପୁଅକୁ ହରେଇକି କାନ୍ଦୁଛି, କୋଉଠି ମାଟିଏ ଆଜି ଭତ୍ତା ପାଇନି। ଆଜି ଯୋଉଭଳି ଭାବରେ ନାରୀଙ୍କ ଉପରେ ଯୋଉ ନିର୍ଯାତନା ଚାଲିଛି ସବୁ ଜାଗାରେ, ଏ ସମୟରେ ଜଣେ ଉଚ୍ଚଶିକ୍ଷିତା ମହିଳା ଯଦି ଆସିବେ, ନିଶ୍ଚିତ ଭାବରେ ଇଏ ଓଡ଼ିଶା ପାଇଁ ଶୁଭଙ୍କର ହବ ଏବଂ ଦଳ ଆହୁରି ସୁସଂଗଠିତ ହବ, ସୁଦୃଢ ହବ। ଭିଜନ ଅଛି, ଓଡ଼ିଶାରେ ଆବଶ୍ୟକତା ଅଛି ନାରୀ ନେତୃତ୍ୱର, ନିଶ୍ଚିତ ଭାବରେ ଇଏ ସ୍ୱାଗତ। ନବୀନ ବାବୁ ମୁଁ କହିଲି ଦଳର ସର୍ବମାନ୍ୟ ନେତା, ଆମେ ସମସ୍ତେ କର୍ମୀ। ନବୀନ ବାବୁ ଲିଡର, ନବୀନ ବାବୁଙ୍କର ନାଁରେ ଭୋଟ, ନବୀନ ବାବୁଙ୍କ ସାଙ୍ଗରେ ସାଧାରଣ ଲୋକ ଅଛନ୍ତି। ଏବଂ ଦେଖନ୍ତୁ ନବୀନ ବାବୁଙ୍କର 24 ବର୍ଷର ଇତିହାସ ଆପଣ ଦେଖନ୍ତୁ, ସରକାର ସମୟରେ କୌଣସି ଡିସିସନ ନବୀନ ବାବୁଙ୍କର ଭୁଲ ହେଇନି। ଏବଂ ଏଇ 2 ବର୍ଷରେ ଲୋକ ନବୀନ ବାବୁଙ୍କୁ କୋଉ ଭଳି ଭାବରେ ଝୁରୁଛନ୍ତି ଆପଣ ଦେଖନ୍ତୁ। ନବୀନ ବାବୁ ଗୋଟିଏ ଜିନିଷ, ନବୀନ ବାବୁଙ୍କର ନବୀନ ବାବୁ ମିଛ କହିପାରିଲେନି। ଯୋଉଟା ଏମାନେ ମିଛ କହିକି 300 ୟୁନିଟ୍ ବିଜୁଳି ଦେଇଦେବା, 3500 ଟଙ୍କା ଭତ୍ତା ଦେଇଦେବା, ଏଇ ଦେଖନ୍ତୁ 2 ମାସ ହେଇଗଲାଣି ଭତ୍ତା ପାଇନାହାନ୍ତି। ଆଉ ଗୋଟେ ମାସ ହେଇଗଲେ ଏଇ 15 ତାରିଖ ଦିନ 3 ମାସ ହେଇଯିବ। 750-800 କୋଟି ଟଙ୍କା ବର୍ତ୍ତମାନ ଦବାକୁ ପଡିବ। ସରକାର ପାଖରେ ପଇସା ନାହିଁ, ଆଗକୁ ଚାକିରିଆ ମାନେ ଦେଖନ୍ତୁ ଦରମା ମଧ୍ୟ ପାଇବେ ନାହିଁ। ନବୀନ ବାବୁଙ୍କର କୌଣସି, ନବୀନ ବାବୁ ମିଛ କୁହନ୍ତିନି। ରଘୁକୁଳ ରୀତି ସଦା ଚାଲିଏ, ପ୍ରାଣ ଯାଏ पर वचन न जाए। ଯାହା କୁହନ୍ତି ତାକୁ ଅକ୍ଷର ଅକ୍ଷର ପାଳନ କରନ୍ତି। କାରଣ କଣ କରିହବ, ମୁଁ ଯୋଉଟା ଇସ୍ତେହାର ଦଉଛି ନିର୍ବାଚନ ପୂର୍ବରୁ, ସେଟା ମୁଁ ଆକ୍ଚୁଆଲି କରିପାରିବି ନା ନାହିଁ। ଏମାନେ ମିଛ କହିକିନା ଭୋଟ ନେଇଗଲେ, ବର୍ତ୍ତମାନ ତାକୁ ସେ ପ୍ରତିଶ୍ରୁତିକୁ ପାଳନ କରିପାରୁନାହାନ୍ତି। ଲୋକ ତାର ଦେଖନ୍ତୁ ତା ପ୍ରତିଫଳନ ପଞ୍ଚାୟତ ନିର୍ବାଚନରେ ହବ। ଦେଖନ୍ତୁ ଆଜ୍ଞା, ଇଏ ସବୁ ମାନେ କିଛି ରଙ୍ଗ ନ୍ୟାରେଟିଭ, ଯୋଉମାନେ ନବୀନ ବାବୁଙ୍କ ସାଙ୍ଗରେ ଯୋଉମାନେ ତୁଳନୀୟ ନୁହନ୍ତି, ନବୀନ ବାବୁଙ୍କୁ କୌଣସି ପରିସ୍ଥିତିରେ ଯୋଉମାନେ ହରେଇ ପାରିନଥାନ୍ତେ, ଏ ସବୁ ଫଲ୍ସ ନ୍ୟାରେଟିଭ ସେଟ୍ କଲେ, ଯୋଉଟା ଆଜି ଦୁଧ କା ଦୁଧ ପାନି କା ପାନି ହେଇଯାଇଛି। ଆପଣ ଦେଖନ୍ତୁ ରତ୍ନ ଭଣ୍ଡାର ଚାବି ପଳେଇ ଯାଇଥିଲା ତାମିଲନାଡୁ, ରତ୍ନ ଚୋରି ହେଇଯାଇଥିଲା। ପୁଣି ବର୍ତ୍ତମାନ ତାଙ୍କରି ସରକାର, କୋଉଠି ରତ୍ନ ଚୋରି ହେଇଥିଲା, କୋଉଠି ତାମିଲନାଡୁ ଯାଇଥିଲା, ସେ କଥା ଲୋକ ଜବାବ ପାଇସାରିଲେଣି। ଆପଣ ଦେଖନ୍ତୁ ବିଏସ୍କେୱାଇ ଆୟୁଷ୍ମାନ ବିଏସ୍କେୱାଇ ଠୁ ଭଲ,
ବେଶ ଖରାପ ଥିଲା। ବର୍ତ୍ତମାନ ଲୋକ ଜାଣିପାରୁନାହାନ୍ତି। ଆପଣ ଯାଆନ୍ତୁ ହସ୍ପିଟାଲ ଯାଆନ୍ତୁ, ଲୋକମାନେ କୋଉ ଭଳି ଭାବରେ ଯମ ଯନ୍ତ୍ରଣା ପାଉଛନ୍ତି। ଆପଣ ଦେଖନ୍ତୁ ଏଇ ଭତ୍ତା କଥା କହିଥିଲେ, ଆଜ୍ଞା ନବୀନ ବାବୁଙ୍କର ଡିସିସନ କେବେ ଭୁଲ ନଥିଲା। ଏ 2 ବର୍ଷ ଭିତରେ ସେଟା ଆହୁରି ଭଲ ଭାବରେ ପ୍ରମାଣିତ ହେଇଛି।